ଆଜି ଆମେ ପିଲାମାନେ ଗୋଟେ ଭଲ ଗପ ଶୁଣିବା। ପିଲାଙ୍କ ରାମାୟଣ ବୋଲି ତମର ଯୋଉ ଗପ ବହି ଅଛି ସେଥିରୁ ଆମେ ଗୋଟେ ଗପ ଶୁଣିବା। ଆଉ ତୁମେ ଶୁଣି ସାରିଲା ପରେ ଆମେ ଯୋଉ ପ୍ରଶ୍ନ ପଚାରିବୁ ତମେ ଉତ୍ତର କହିବ, ହଁ କି ନାହିଁ? ହଁ ନା ନାହିଁ? ଠିକ ଅଛି। ପିଲେ ଅଯୋଧ୍ୟା ବୋଲି ଗୋଟେ ରାଜ୍ୟ ଥିଲା, ଠିକ ଅଛି। ସେ ରାଜ୍ୟରେ ଜଣେ ମହାପରାକ୍ରମୀ ରାଜା ଥିଲେ, ତାଙ୍କ ନାଁ ଦଶରଥ। ଦଶରଥଙ୍କର 3 ଜଣ ରାଣୀ ଥିଲେ, ଜଣେ କୌଶଲ୍ୟା, ଜଣେ କୈକେୟୀ ଆଉ ଜଣେ ସୁମିତ୍ରା। ବଡ଼ ରାଣୀ ଯିଏ ସେ କୌଶଲ୍ୟା, ମଝିଆ ରାଣୀ କୈକେୟୀ ଆଉ ସାନ ରାଣୀ ସୁମିତ୍ରା। 3 ରାଣୀ ଥିଲେ। 3 ରାଣୀଙ୍କର 4ଟି ପୁଅ ଥିଲେ। ବଡ଼ ପୁଅ ହେଲେ ରାମ, ତାଙ୍କ ତଳ ଭାଇ ଭରତ, ତାଙ୍କ ତଳ ଭାଇ ଲକ୍ଷ୍ମଣ, ସାନ ଭାଇ ଶତ୍ରୁଘ୍ନ। ଏମିତି ଦଶରଥଙ୍କର 4ଟି ପୁଅ ଥିଲେ, ଠିକ ଅଛି। ଏବେ କହିଲ ଦଶରଥ କେଉଁ ରାଜ୍ୟ ରାଜା ଥିଲେ? କୁହ। ଭେରି ଗୁଡ୍। ଆମେ କହିବା ଗୋଟେ ଆନ୍ସର କଲେ ସେ ହେଲା ଆପଣ ଭେରି ଗୁଡ୍। ଅଯୋଧ୍ୟା ରାଜ୍ୟର ରାଜା ଥିଲେ, ହଁ କି ନାହିଁ? ଏବେ କୁହ ଦଶରଥଙ୍କର କେତେ ଜଣ ରାଣୀ ଥିଲେ? କହ ତ ନା କଣ? ତାହେଲେ ଆମର ସବୁ ହଁ ଭେରି ଗୁଡ୍। 3 ଜଣ ରାଣୀ ଥିଲେ ନାଇଁ। ଏବେ କହିବ ବଡ଼ ରାଣୀଙ୍କ ନାଁ କଣ ଥିଲା? କ ଭେରି ଗୁଡ୍। ପୁଣି କହିବ ହଁ ନାଇଁ। ଏବେ କୁହ ମଝିଆ ରାଣୀଙ୍କ ନାମ କଣ ଥିଲା? କି କହିବ କ କୈକେୟୀ। ସାନ ରାଣୀଙ୍କ ନାଁ କଣ ଥିଲା? ସାନ ରାଣୀଙ୍କ ନାଁ ସୁମିତ୍ରା। କଣ ଥିଲା? ସୁମିତ୍ରା। ଏବେ କହିଲ ଦଶରଥଙ୍କର ଛାତ୍ରୀ ହେଲା କେତୋଟି ପୁଅ ଥିଲେ? ଭେରି ଗୁଡ୍। 4ଟି ପୁଅ ଥିଲେ ନାଇଁ। ଭେରି ଗୁଡ୍। ଏବେ କୁହ ବଡ଼ ପୁଅଙ୍କ ନାମ କିଏ କହିବ? ଦଶରଥଙ୍କର ବଡ଼